କରୁଣାମୟୀ ମା ପରମ କାରୁଣିକ ପ୍ରଭୁ ଶ୍ରୀ ଅରବିନ୍ଦ ଆଜି 55ତମ ନିଖିଳ ଉତ୍କଳ ଶ୍ରୀ ଅରବିନ୍ଦ ପାଠଚକ୍ର ସମ୍ମିଳନୀ ଏ ଦିବ୍ୟ ଅବସରରେ ମଞ୍ଚାସୀନ ଥିବା ସମସ୍ତ ଆଲୋଚକ ଆଲୋଚିକା ଭାଇ ଭଉଣୀମାନେ ସଂଯୋଜିକା ମାଇଁ ଏବଂ ମୋର ସାମ୍ନାରେ ଉପସ୍ଥିତ ଥିବା ସମସ୍ତ ମାତୃ ସନ୍ତାନଗଣ ସମସ୍ତଙ୍କୁ ସଶ୍ରଦ୍ଧ ସପ୍ରେମ ସତୀର୍ଥ ଶ୍ରଦ୍ଧା ଶୁଭେଚ୍ଛା ନମସ୍କାର। ସୀମିତ ସମୟ ଭିତରେ 4ଟି ଅନୁଚ୍ଛେଦ ଅଛି 19, 20, 21 ଏବଂ 22। এই 4ଟି ଅନୁଚ୍ଛେଦର ସଂକ୍ଷିପ୍ତ ସାରାଂଶ ସଂକ୍ଷେପରେ ଆଲୋଚନା କରିବାର ପ୍ରୟାସ କରିବି। ଭାଇ ଭଉଣୀମାନେ ଆମେ ଧାରାବାହିକ ଭାବରେ ଆଜି এই କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଏକ ଦିବ୍ୟ ଗ୍ରନ୍ଥ ଯୋଗ ସମନ୍ୱୟ ଏବଂ ଆଜିର ଯେଉଁ ଅଧ୍ୟାୟଟି ଆମେ ଆଲୋଚନା କରୁଛେ ଦି ଥ୍ରୀଫୋଲ୍ଡ ଲାଇଫ୍ ବା ତ୍ରିବିଧ ଜୀବନ, এই ପ୍ରସଙ୍ଗ ଉପରେ ଆମେ ଅନେକ ଆଲୋଚନା କରିସାରିଲେଣି। ମୁଁ ତାକୁ ଆଉ ଥରେ ପୁନରାବୃତ୍ତି କରୁନାହିଁ। ପ୍ରଭୁ ଶ୍ରୀ ଅରବିନ୍ଦ ଏଇଠି 3ଟି ଜୀବନର କଥା କହୁଛନ୍ତି। ଗୋଟେ ହେଉଛି ଜଡ଼ାଶ୍ରିତ ଏବଂ ପ୍ରାଣାଶ୍ରିତ ଭୌତିକ ଜୀବନ, ଆଉ ଗୋଟେ ହେଉଛି ଅଜ୍ଞାନ ମନର ମନୋଭୂମିଗତ ଗୋଟେ ଜୀବନ, ଯେଉଁ ଭିତରେ ବି ଆହୁରି କିଛି ସମ୍ଭାବନା ଅଛି, ପରିବର୍ତ୍ତନର ସମ୍ଭାବନା ଅଛି, ପ୍ରଗତିର ସମ୍ଭାବନା ଅଛି, ପ୍ରସାରତାର ସମ୍ଭାବନା ଅଛି, କିନ୍ତୁ ନିହାତି ଗୋଟେ କୂପମଣ୍ଡୁକ ଭଳିଆ ଗୋଟେ ସୀମିତ ଚେତନା ସ୍ନାତ ବା ସୀମିତ ଚେତନାଯୁକ୍ତ ସେ ପ୍ରକାର ଗୋଟେ ଅଜ୍ଞାନ ମନ ତାର ଗୋଟେ ଜୀବନଟିଏ ବଞ୍ଚୁଛି। ଆଉ ଗୋଟେ ଉଚ୍ଚତର ଜୀବନ ଅଛି ଅଧ୍ୟାତ୍ମ ଭୂମିର ଚିତ୍ଗତ ବା ଅଧ୍ୟାତ୍ମ ଜୀବନ, ସ୍ପିରିଚୁଆଲ ଲାଇଫ୍। ଏବଂ ଏ ଯେଉଁ ପ୍ରସଙ୍ଗଟି ମୁଁ 4ଟି ଅନୁଚ୍ଛେଦ ଆଲୋଚନା କରିବି ତା ଭିତରେ ମୂଳତଃ ଅଧ୍ୟାତ୍ମ ଜୀବନ ବା ଆଧ୍ୟାତ୍ମିକ ଜୀବନକୁ କିଭଳି ଭାବରେ ଅତୀତରେ ଋଷିମାନେ ମୁନିମାନେ ସନ୍ଥମାନେ ସନ୍ନ୍ୟାସୀମାନେ ଗୈରିକ ବସନଧାରୀ ସନ୍ନ୍ୟାସୀମାନେ ପଳାୟନ ପନ୍ଥୀ ସାଜି ଜୀବନ ଏବଂ ଜଗତରୁ ପଳାୟନ କରି କୌଣସି ଗୋଟେ ନୂଆ ଜାଗାରେ ସ୍ୱପ୍ନର କୁଞ୍ଜବନ ସଜେଇଛନ୍ତି। ଭଗବାନ ଏଇଠି ମିଳନ୍ତି ନାହିଁ, ଭଗବାନ ସାକେତ ଗୋଲକ ବୈକୁଣ୍ଠ ଧାମରେ ମିଳନ୍ତି। ତ ସେହି ପ୍ରକାର ଗୋଟେ ମିଛ ଧାରଣାଟିଏ ବା ସ୍ୱପ୍ନଟିଏ ସେମାନେ କରିଛନ୍ତି, ସେ ସମ୍ପର୍କରେ ଏଇଠି କିଛି ବର୍ଣ୍ଣନା ଅଛି। ଏବଂ ପ୍ରକୃତିରେ ଆଧ୍ୟାତ୍ମିକ ଜୀବନର ଆରମ୍ଭ ହୁଏ, ମା କହନ୍ତି ସ୍ପିରିଚୁଆଲିଟି ବିଗିନ୍ସ ଡାଇରେକ୍ଟଲି ୱିଥ୍ ଏ ଚେଞ୍ଜ ଅଫ୍ କନସିୟସନେସ୍। ଆମେ ସମସ୍ତେ ପଢ଼ିଛି ଆଧ୍ୟାତ୍ମିକ ଜୀବନର ଆରମ୍ଭ ସେଇଠୁ ହେବ ଯେତେବେଳେ ଚେଞ୍ଜ ଅଫ୍ କନସିୟସନେସ୍ ବା ମଣିଷ ଚେତନାର ରୂପାନ୍ତର ଆରମ୍ଭ ହେବ। ଆମେ ଜନ୍ମ ଜନ୍ମ ଧରି ଯୁଗ ଯୁଗ ଧରି ପ୍ରତିଦିନ ପ୍ରାର୍ଥନା ସଭାରେ ପିଲାମାନେ ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି ଏଇଟା ଘୋଷୁଛନ୍ତି, କିନ୍ତୁ ସତ କହିବା ଏବେ ମଧ୍ୟ ଶିଖିନାହାନ୍ତି। ଆମେ ଜୀବନରେ ମିଛ ହିଁ ମିଛ କହୁଛୁ, ସତ କହିପାରୁନାହୁଁ। ହରେ କୃଷ୍ଣ ହରେ ରାମ ପ୍ରତିଦିନ ଆମେ ନାମ ଜପ କରୁଛୁ, ନା ରାମଚନ୍ଦ୍ରଙ୍କର କିଛି ସ୍ପର୍ଶ ବା ଚେତନାର ସ୍ପର୍ଶ ଆମ ଭିତରେ ଉଜ୍ଜୀବିତ ବା ପ୍ରକାଶିତ ହୋଇପାରୁଛି, ନା ଶ୍ରୀକୃଷ୍ଣ ଚେତନା ଆମେ ଚରିତ୍ରରେ ଚେତନାରେ କାର୍ଯ୍ୟରେ ଆମେ ତାକୁ ପ୍ରକାଶ କରିପାରୁଛି। ତ ଏଇଭଳି ଭାବରେ ଆମେ ଯେତେବେଳେ ନିହାତି ଗୋଟେ ଧାର୍ମିକ ନିହାତି ଗୋଟେ ନିମ୍ନ ଚେତନାର ଜୀବନଟିଏ ବଞ୍ଚିକରି ଆମେ ଆଧ୍ୟାତ୍ମିକ ବୋଲି ନିଜକୁ କହୁଛୁ, ଏଇଟା ଆଧ୍ୟାତ୍ମିକ ଜୀବନ ବୋଲିକରି ଆମେ କହୁଛୁ, ପ୍ରକୃତିରେ ତାହା ଆଧ୍ୟାତ୍ମିକ ଜୀବନ ନୁହେଁ। ଆଧ୍ୟାତ୍ମିକ ଜୀବନ ହେଉଛି ଶ୍ରୀ ଅରବିନ୍ଦ ଏଇଠି ଲେଖୁଛନ୍ତି, ମୁଁ ପଢ଼ିବି ସେଇଟା, ରିଚର୍ ଆଣ୍ଡ ଅଲ୍ ଏମ୍ବ୍ରେସିଂ ଟ୍ରୁଥ୍। ଆଧ୍ୟାତ୍ମିକ ସତ୍ୟ ବା ଆଧ୍ୟାତ୍ମିକ ଚେତନା ହେଉଛି ଆହୁରି ରିଚର୍, ଏ ସବୁକିଛିକୁ ରିଚ୍ କରିପାରିବ, ଜଡ଼ଭୂମିକୁ ପ୍ରାଣଭୂମିକୁ ମନୋଗତ ଭୂମିକୁ ଆହୁରି ଧନୀ କରିପାରିବ, ଆହୁରି ଉଚ୍ଚତର କ୍ଷେତ୍ରକୁ ନେଇଯାଇପାରିବ। ଏବଂ ଅଲ୍ ଏମ୍ବ୍ରେସିଂ ସକଳ ଚେତନାକୁ ସକଳ ସୃଷ୍ଟିକୁ ସକଳ ଭୂମିକୁ ସକଳ ସତ୍ତାକୁ ସେ ଆଲିଙ୍ଗନବଦ୍ଧ କରିପାରିବ। ଏବଂ ତାର ଆଲିଙ୍ଗନ ଦ୍ୱାରା କ'ଣ ହେବ, ଗୋଟେ ଉଚ୍ଚତର ଚେତନା ବା ଅଧ୍ୟାତ୍ମ ଚେତନାର ଆଲିଙ୍ଗନ ଦ୍ୱାରା ସେ ଜଡ଼ଭୂମି ଏବଂ ଅନ୍ୟ ପ୍ରାଣଭୂମି ଗୁଡ଼ିକ ସେମାନେ ରିଚ୍ ହେବେ ଏବଂ ସେମାନଙ୍କର ଯଥାର୍ଥ ପରିପ୍ରକାଶ ହୋଇପାରିବ ବା ସେମାନଙ୍କ ଭିତରେ ଥିବା ଯଥାର୍ଥ ସତ୍ୟକୁ ସେମାନେ ପ୍ରକାଶ କରିପାରିବେ। ଏଇଠି ମୋର ଯେଉଁଟା ଆରମ୍ଭ ହେବ ଭାଇ ଭଉଣୀମାନେ, ଅପା ଯେଉଁଟା ଆଲୋଚନା କରୁଥିଲେ 18 ନମ୍ବର ଅନୁଚ୍ଛେଦ, ସେଇଠି 2ଟା ଲାଇନ୍ ଥିଲା, ମୁଁ ଜଷ୍ଟ ପଢ଼ିକିରି ପୃଷ୍ଠଭୂମି ଭଳିଆ ମୁଁ ଟିକେ ଆଗକୁ ଯିବାର ପ୍ରୟାସ କରିବି। ଏବଂ ସେ 18 ନମ୍ବର ଅନୁଚ୍ଛେଦରେ ଅପା ସେଇଟା ଆଲୋଚନା କରିଛନ୍ତି, ମୁଁ ଜଷ୍ଟ କ୍ଷମା କରିବି, ରିପିଟ୍ କରୁଛି, ପଢ଼ି ଦେଉଛି କେବଳ। Therefore the spiritual life tends easily in the saint and sannyasin to withdraw from the material existence and reject it. এই মেটেরিয়াল এক্সিস্টেন্স বা এই যে জড়গত ভূমিকে বা এই স্থূল ভূমিকে বা এই অন্নময় কোষ এবং প্রাণময় কোষর এই ভূমিকে সে কোণ করেছি রিজেক্ট করেছি, এটাকে মিথ্যা বলিকি কহিছি,
जोटाकि सन्यासी मानक भितरे ताहा प्रतिफलित होईछि एवं सेमाने निजको विड्र करूछन्ति। ये जीवन सांसारिक जीवन सबकिछि मिछ सबकिछि माया स्त्री माया संतान माने माया ये संपत्ति जहाँ अच्छी कोठा घर अच्छी ये सब मिछ माया असत्य भगवान केवल सत्य एवं भगवान या भितर नहांती जदिव आम सब घोषुचु कौन कौन में भगवान समम सर्वेषु भूतेषु तिष्ठन्तम परमेश्वर सर्व खलु इदम ब्रह्म यही भाव में आम बारंबार बारंबार घोषुचु किंतु तथापि कहीं आम केजाणी जे ये सब छाड़िकी आम अन्यत्र गोटे भूमि को जाऊँ से भगवान को खोजार प्रयास करुचु एवं सेटा ये श्री अरविंद कहते इट सीज दिस वर्ल्ड एज द किंगडम ऑफ इविल एंड ऑफ इग्नोरेंस एवं से सन्यासी माने जो माने गोटे आध्यात्मिक जीवन ना रे निहाती गोटे धर्मगत जीवन बा अन्य किसी चेतनार जीवन बंची से माने ग्रहण करुछन्ति जे ये सृष्टिटा होची किंगडम ऑफ इविल एटा होची गोटे शैतान रो साम्राज्य एठी केवल अपशक्ति गुड़िक राजनीति करुछन्ति एटा भगवान कर लीलाभूमि नुहे एवं गोटे इग्नोरेंस ये इग्नोरेंस अच्छी एवं तापर से बियंड ताकू जाइकरी प्रयास करुछन्ति जमती मु साहित्य भीतर को जावाक चाहू नथि आपण मैंने साहित्य क्षेत्र ये उपेन्द्र भाई भी आमर बसी बरगढ़ साहित्यर अध्यापक बारंबार से कहते से कथा गोटे समय रे ओडिया साहित्य रे मध्य गोटे जुग थिला रोमांटिक एज बा सबुज जुगर किसी कवि माने यही प्रकार ये स्थूल वास्तव जगत को से माने मिछ बोलिकी कही अन्य गोटे स्वप्नर जगत तैयारी करुथिले कुंजवन सजाउथिले एवं सेठिके जाइकरी से माने जीवन बंचिबार प्रयास करुथिले जोटा गोटे स्वप्नर जगत परवर्ती समय रे वास्तववादी कवि माने भी आइथिले आसिले अनंत पट्टनायक ही पारंती सची राउतराय ही पारंती एवं से माने तांको कहिले पलायनपंथी बोली कहिले एठी एक्जाक्टली श्री अरविंद पलायनपंथी एस्केपिस्ट बोलिकी कहउछन्ति पलायन नाही जय नाही तो गौरव सावित्री रे गोटे पंक्ति अछि इंग्राजी कहू नै आपण माने सबले सेटा आलोचना करिसन्ति एवं सची राउतराय मध्य से दिन कहउछन्ति रे रे पलायनपंथी पलाई तू जीवु कहीं छिन्न करी धरणीर ग्रंथि कहीं भीरु नेबुरे आश्रय तोर से ही कुंजवन देकिरे पारिब अभय आग को मु जाऊ ना साहित्य आम पढ़ी तो से जो कुंजवन सजाऊे से कुंजवन मन भितर भी अच्छी ये मन भितर भी वृंदावन टी अच्छी नित्य रासलीला चलुची मोहन बंशी बाजुची जमुना नदी प्रवाहित होउची तो आम कहीं से कुंजवन सजेबा गोटे स्वप्नर जगत रे सेटा कहीं ए जगत रे ए स्थूल भूमि रे ए जीवन रे जगत रे कहीं आम से मोहन बंशी स्वन शुणी पारिबा नहीं से तो अछंती ना आम भितर आत्मा रे चैत चेतना भितर हृदय भितर भी से अछंती तो ये मु इंग्राजी भीतर को विशेष जीवी नहीं ओडिया रे जहाँ अनुवाद अच्छी संक्षेप रे चारोटी अनुच्छेदर संक्षिप्त सारांश टिके कहिबार प्रयास करी भाई बापा मैंने ये श्री अरविंद 19 नंबर अनुच्छेद रे मूलतः जहाँ कहउछन्ति जे गोटे समय रे भारत वर्ष रे सन्यासी माने गैरिक वस्त्रधारी व्यक्ति माने पलायनपंथी साजिछन्ति आध्यात्मिक जीवन को भौतिक जीवन रु प्रत्याहार करि नउछन्ति एवं ये प्रत्याहार को माँ श्री अरविंद ग्रहण करू नाहंती एवं श्री अरविंद कहउछन्ति सावित्री रे मध्य कथा अछि हियर टू फुलफिल हिमसेल्फ वाज गॉड्स डिजायर यही धूली माटीर जगत रे यही पृथ्वी रे यही जड़ चेतनार जगत रे टू फुलफिल हिमसेल्फ वाज गॉड्स डिजायर यही भगवान निजको पूर्ण भाव में प्रकाशित करेंगे यहाँ हूँ भगवान संकल्प भगवान चाहिए जे यही से निजको प्रकाश करेंगे मैटर शैल रिवील द स्पिरिट स्पेस जड़ प्रकाशिव चिन्मय स्वरूप टोटाल सावित्री 23,837 लाइन रो संक्षिप्त सारांश होउछि मैटर शैल रिवील द स्पिरिट स्पेस जड़ प्रकाशिव चिन्मय स्वरूप तो या भितर भगवान निजको पूर्ण भाव में प्रकाशित करेंगे एवं मुझे जस्ट पढ़ी दूची तो श्री अरविंद ये लिखिले आध्यात्मिक शक्ति एक विराट शक्ति एवं आध्यात्मिक शक्ति भली एते बड़ शक्ति एवं तार परम शक्तिर जो विश्वगत कार्य अच्छी तो से कार्य केवल एतिकी मध्य ही सीमाबद्ध करी रखि पारिबो नहीं यहाँ प्रथम लाइन मु जोठी आलोचना आरंभ करुछि जे आध्यात्मिक जीवन बा अध्यात्म चेतना अध्यात्म शक्ति एते विराट शक्ति ऑल एम्ब्रेसिंग ट्रूथ सबकिछि को आलिंगनबद्ध करिवार सर्वदिग स्पर्शी
चेतनार समस्त भूमि एवं दिग को से देखिपर एवं सबको स्पर्श कर सबको से निज भितर प्रकाश करिवार गोटे माध्यम करिपार तो से कहीं सीमाबद्ध बा सीमित हेब। आध्यात्मिक जीवन ये भौतिक उपर को मध्य बाहुड़ी आसीपर। लाइनटा देखंतु श्री अरविंद लिखुंट आध्यात्मिक जीवन बा से स्वर्ग आम जोटा कहे स्वर्ग कौटी अच्छी स्वर्ग ये जगह को आसब। माँ श्री अरविंद धरावतरण उद्देश्य सेटा आम समस्ते तोड़ा को ए धरणी मृत्युहीन अमर आलोके आणिबारे देवतार ए धरणी पर आगमन आम रूपांतर करने को मर्त्य प्राण दिव्य जीवन रे माँ श्री अरविंद तांकर धरावतरण उद्देश्य सावित्री कहते। तो श्री अरविंद ये लिखिले जे आध्यात्मिक जीवन मध्य ये भौतिक जीवन भितर को बाहुड़ी आसीपर से जगत रु एवं ताहाकू आपणार बृहत्तर चरितार्थर कार्य लगे पार। बहुत सुंदर कथा ये जड़ एवं प्राणगत जीवन को बा मनोगत जीवन को बा मनोभूमिर जीवन को अध्यात्म जीवन बा अध्यात्म चेतना ओह्लाई आसीपर एवं कहीं ओह्लाई आसब ये जड़ एवं मन ये जीवन को से आहुरी रेच करिपारिब बा से उच्चतर चेतना स्तर को से उत्तोलित बा उत्थित करि पारिब। एवं तापर श्री अरविंद लिखुचंती या द्वारा कौन हेब जड़ भूमिर जहाँ किसी द्वैतता अच्छी डुएलिटीज अच्छी प्रातिभाषिकता अच्छी जहाँ एपियरेंसेस अच्छी तो से द्वंद्व सबू दूर हेब पाप पुण्यर सत्य मिथ्या सुख दुख उत्थान पतन जहाँ जहाँ कथा अच्छी डुएलिटीज बा द्वैतता अच्छी द्वंद्व अच्छी से सबू दूरीभूत हो एवं ये जो एपियरेंसेस गुड़ाक अच्छी जो प्रतिभास अच्छी प्रतिरूप गुड़िक आम जो देखुचु आमर सामने स्थूल इंद्रिय माध्यम रे तो तार भितर जो अंतर्गत सत्य अच्छी से जो कौन कौन में भगवान बोली आम कहूँ यही स्तंभे दिय मन यही स्तंभे भगवान से स्तंभ भितर भी जो भगवान अछंती तो ता भितर को से देखिपर। तापर श्री अरविंद लिखुंट जे ता भितर परम प्रभुंकर शाश्वत परम सत्य निहित हो रही परम सौंदर्य निहित हो रही परम प्रेम निहित हो रही परम आनंद निहित रही जहाँ को से अवश्य संधान करिपार। एटा गोटे सुंदर लाइन अच्छी 19 नंबर पैराग्राफ रे अध्यात्म चेतना बा अध्यात्म जीवन सेठी केवल गोटे विलासपूर्ण स्वर्ग बा साकेत गोलक वैकुंठ रे सीमित न रही बा स्वर्गर से सुख भोग नकरी से आसीब ये जगत को एवं या भितर जो परम सत्य अच्छी जो सौंदर्य अच्छी जो प्रेम अच्छी जो आनंद अच्छी तार से संधान करिपार। ए प्रसंग रे आपण माने समस्ते जानिछंती प्रतिटी सत्ता पश्चात रे तार गोटे अंतर्गत सत्य अच्छी समस्ते से सत्य को देखि पारंती ना। ओडिया साहित्य रे से प्रकार गोटे लाइन अच्छी खाली आखि की जा पथर दिशई खाली आखि की जा पथर दिशई महाग्रंथ से जे सारतत्व तही खाली आखि की जा पर्वत वन तही से देखई नंदन कानन। ये खाली माने साधारण चेतनार साधारण दृष्टि आम गोटे पथर बोलिकी देखा किंतु से पथर भितर अहल्याटी अच्छी से केवल अपेक्षा करी प्रभु रामचंद्रंकर पदस्पर्श को ता भितर तार परिप्रकाश हो कौटी साधारण गछ लता नई नाल कानन केदार यहाँ आम साधारण दृष्टि देखुचु किंतु आउ जड़े देखिब तही से देख नंदन कानन ता भितर भी नंदन काननटी अच्छी सेटा देखिबार अच्छी। तो से जो लुचि रही सत्यटी ये प्रातिभाषिक जगत रे ये प्रातिभाषिक वस्तु सकल भितर ये जीवन भितर ताकू यथार्थ रे देखिबा एवं केवल देखिबा नुहे ता सहित एकात्म हेबा एवं केवल एकात्म हेबा नुहे ताकू तार ऊर्ध्वस्थ चेतना स्तर को उत्तोलित करिबा एटा हेउची यथार्थ आध्यात्मिक जीवन बा अध्यात्म चेतनार कार्य। ताहाकू श्री अरविंद ये चमत्कार भाव में वर्णना करुछंती वेदांतर गोटे दृष्टांत दौरान एवं वेदांतरे वर्णना जहाँ अच्छी परम आत्मसत्ता सकल वस्तु भितर अछंती एक्जाक्टली श्री अरविंद एटा लिखुंट एटा आलोचना दरकार नहीं मुझे केवल पढ़ी दूची वेदांतर कथा परम आत्मसत्ता सकल वस्तु भितर अछंती सकल वस्तु परम आत्मसत्ता मध्य अछंती सकल वस्तु भितर भगवान अछंती भगवान को भितर सकल वस्तु अछंती और सकल वस्तु से ही परम आत्मसत्ता संभूति रूपे ही वर्तमान रही
ଅତଏବ ସବୁ ଭିତରେ ଭଗବାନ, ଭଗବାନଙ୍କ ଭିତରେ ସମସ୍ତେ। ଅତଏବ ସବୁକିଛି ଭଗବାନଙ୍କୁ ନିଜ ଭିତରେ ପରିପ୍ରକାଶ କରିବା ପାଇଁ ବର୍ତ୍ତମାନ ଅଛନ୍ତି। ଆମ ଭିତରେ ଭଗବାନ ଅଛନ୍ତି। ୱି ଆର୍ ସନ୍ସ ଅଫ୍ ଗଡ୍ ଆଣ୍ଡ ମଷ୍ଟ ବି ଇଭିନ୍ ଏଜ୍ ହି, ସାବିତ୍ରୀରେ ବର୍ଣ୍ଣନା ଅଛି। ଏବଂ ଆମ ଭିତରେ ଭଗବାନ ଅଛନ୍ତି, ଆମେ ଭଗବାନ ହେବୁ, ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଆମେ ପ୍ରକାଶ କରିବୁ। ତ ଏଇ ଯେଉଁ ବେଦାନ୍ତରେ ଯାହା ବର୍ଣ୍ଣନା ଅଛି, ମୁଁ ସେ ଲାଇନ୍ଟା ପଢ଼ି ଦେଉଛି, ବହୁତ ସୁନ୍ଦର ଲାଇନ୍ଟା। ତ ପରମ ଆତ୍ମସତ୍ତା ସକଳ ବସ୍ତୁରେ ଅଛନ୍ତି, ସକଳ ବସ୍ତୁ ପରମ ଆତ୍ମସତ୍ତାଙ୍କ ମଧ୍ୟରେ ଅଛନ୍ତି ଓ ସକଳ ବସ୍ତୁ ସେହି ପରମ ଆତ୍ମସତ୍ତାଙ୍କ ସମ୍ମୁତି ରୂପେ ହିଁ ବର୍ତ୍ତମାନ ରହିଛନ୍ତି ବୋଲି ବେଦାନ୍ତରେ ଯେଉଁ ସୂତ୍ରଟିକୁ ଦେଖାଇ ଦିଆଯାଇଛି, ଆମେ ତାହାକୁ ହିଁ ଏଇଟା ଶୁଣିବା। ଆମେ ମାନେ ଶ୍ରୀ ଅରବିନ୍ଦଙ୍କ ଯୋଗ, ଆମେ ତାହାକୁ ହିଁ ଏହି ସମ୍ପନ୍ନତର ଓ ସର୍ବଗ୍ରାହୀ ଯୋଗ ମଧ୍ୟରେ ପ୍ରବେଶ କରିବାର ଚାବିକାଠି ବୋଲି ଜାଣିବା। ସର୍ବଗ୍ରାହୀ ଏବଂ ସମ୍ପନ୍ନତର ଯୋଗ, ପୂର୍ଣ୍ଣ ଯୋଗ ଭିତରକୁ ପ୍ରବେଶ କରିବାର ଚାବିକାଠି ହେଉଛି ବେଦାନ୍ତର ଏହି ତତ୍ତ୍ୱଟି। ସବୁ ଭିତରେ ଭଗବାନ, ଭଗବାନଙ୍କ ଭିତରେ ସମସ୍ତେ। ଅତଏବ ସମସ୍ତେ ନିଜ ଭିତରେ ଭଗବାନଙ୍କୁ ପରିପ୍ରକାଶ କରିବା ପାଇଁ କାର୍ଯ୍ୟ କରୁଛନ୍ତି ବା ଏହି ସୃଷ୍ଟିରେ ରହିଛନ୍ତି। ଏହାକୁ ମଧ୍ୟ ପୂର୍ଣ୍ଣ ଯୋଗର, ରୂପାନ୍ତର ଯୋଗର ରିଚର, ସବୁଠାରୁ କ'ଣ ସମ୍ପନ୍ନତର ଏବଂ ଅଲ୍ ଏମ୍ବ୍ରେସିଂ ସର୍ବଗ୍ରାହୀ ଚେତନା ବୋଲି ଆମେ ଗ୍ରହଣ କରିପାରିବା ବା ଜାଣିବା। ତାପରେ ମାତ୍ରରୁ ଷ୍ଟାର୍ଟ ହେଲା। ମୋର 2-3ଟା 4ଟା ପାରାଗ୍ରାଫ ଭିତରୁ 2-3ଟା ପାରାଗ୍ରାଫ ମାତ୍ରରୁ ଷ୍ଟାର୍ଟ ହେଇଛି। ବଟ୍ ତ ଯଦିଓ ଏଇଟା ସତ୍ୟ, ମାତ୍ର ଶ୍ରୀ ଅରବିନ୍ଦ କହୁଛନ୍ତି ତଥାପି ଏକଥା ମଧ୍ୟ ହୋଇପାରେ। କ'ଣ ହୋଇପାରେ? ଯେ ମନୋଗତ ଜୀବନଟି ପରି ଆଧ୍ୟାତ୍ମିକ ଜୀବନ ମଧ୍ୟ କେବଳ ବ୍ୟକ୍ତିର ହିତ ସାଧନ ଲାଗି ବହିସ୍ଥ ଅସ୍ତିତ୍ୱଟିକୁ ବା ବାହ୍ୟ ଅସ୍ତିତ୍ୱଟିକୁ ତାର କାର୍ଯ୍ୟରେ ଲଗାଇ ପାରେ ଏବଂ ସେ ଟିକେ ତାର ଚେତନାକୁ ଟିକେ ସୀମିତ ବି କରିଦେଇପାରେ। ଯେଉଁଟା କରାଯାଇଛି ବା ଆମେ କରିଛୁ। ଆମେ ଆଧ୍ୟାତ୍ମିକ ଜୀବନ ନାଁରେ ଧାର୍ମିକ ଜୀବନ ବଞ୍ଚୁଛୁ ଭାଇ ଭଉଣୀମାନେ। ଅନେକ ସମୟରେ ଆପଣମାନେ ଜାଣିଥିବେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଯୋଗରେ ରିଲିଜିଅନ୍ ଆଣ୍ଡ ଯୋଗ, ଅଲ୍ ଇଣ୍ଡିଆ ମ୍ୟାଗାଜିନ୍ର ଗୁଡ଼ାଏ ଇସ୍ୟୁ ସେ ଟାଇଟଲରେ ଆସି ସାରିଲାଣି। ଡକ୍ଟର ଆଲୋକ ପାଣ୍ଡେ ଅଛନ୍ତି, ଭାଇ ଏଡ଼ିଟିଂ କରିକି ଲେଖନ୍ତି। ଗୁଡ଼ାଏ ଆପଣମାନେ ପଢ଼ିଦେବେ। ମୋ ଘରେ ମଧ୍ୟ 3-4ଟି ଇସ୍ୟୁ ଅଛି ଯାହା ଟାଇଟଲ ହେଉଛି ରିଲିଜିଅନ୍ ଆଣ୍ଡ ଯୋଗ, ଧାର୍ମିକ ଜୀବନ ଏବଂ ଆଧ୍ୟାତ୍ମିକ ଜୀବନ। କାହିଁକି ତାର ଆବଶ୍ୟକତା ଅଛି? ବୁଲୁ ଭାଇ ଅଛନ୍ତି। ଆମେ ବି ଆମ ବରଗଡ଼ ଜିଲ୍ଲାରେ ଯେତେବେଳେ ବିଭିନ୍ନ ଜାଗାରେ ଏ ପ୍ରକାର ଆଲୋଚନା କରୁ, ଆଧ୍ୟାତ୍ମିକତାର କଥା କହୁଁ, ଯୋଗ ଜୀବନର କଥା କହୁଁ, ତ ସେତେବେଳେ ଗୁଡ଼ାଏ ଯେଉଁମାନେ ଆମ ସାମ୍ନାରେ ବସିଥାନ୍ତି, ବିଭିନ୍ନ ୟୁନିଭର୍ସିଟିର ପ୍ରଫେସରମାନେ ବା ଅଧ୍ୟାପକମାନେ ବା ବଡ଼ ବଡ଼ ଜ୍ଞାନୀ ଗୁଣୀ ବ୍ୟକ୍ତିମାନେ, ସେମାନେ ପ୍ରଶ୍ନ କରନ୍ତି। ସେ ଭିତରକୁ ଯିବାର ଆବଶ୍ୟକତା ନାହିଁ। ତ ଆମ ଭିତରେ ତଥାପି ଗୋଟେ ସ୍ପଷ୍ଟତାର ଅଭାବ ଅଛି ଯେ ଆମେ ଧାର୍ମିକ ଜୀବନକୁ ହିଁ ଗୋଟେ ଅଧ୍ୟାତ୍ମ ଜୀବନ ବୋଲି ବେଳେବେଳେ ଆମେ ଗ୍ରହଣ କରି ନେଉଛୁ। ଚିତା ଚୈତନ୍ୟ ଲଗାଇଲେ, ସୁନ୍ଦର ପ୍ରବଚନ ଦେଲେ, ଆମେ ଅନେକ ଲୋକଙ୍କର ସାମ୍ନାରେ ଶହ ଶହ ହଜାର ହଜାର ଏଇଟା ଶ୍ରୋତା ବସିଥିବେ, ସୁନ୍ଦର ଭାବରେ ତାଙ୍କର ଆଖିରୁ ମାନେ କେତେବେଳେ ଆନନ୍ଦାଶ୍ରୁ ଝରି ଯାଉଥିବ, କେତେବେଳେ ଆଉ କ'ଣ ଝରି ଯାଉଥିବ। ଖୁସିରେ ଆମକୁ ଭଗବାନ ଭଳିଆ ପୂଜା କରୁଥିବେ, କିନ୍ତୁ ପରବର୍ତ୍ତୀ ସମୟରେ ହୁଏତ ସେଇ ପ୍ରବଚକ ଜଣକ ଯାଇକରି ଜେଲରେ ଥିବେ, ଆଉ କ'ଣ କ'ଣ ହୋଇଥିବ। ତ ଏଇଭଳି ଭାବରେ ଗୁଡ଼ାଏ କଥା ଆମର ସାମ୍ନାରେ ସେଇଟା ଅଛି, ଆମକୁ ବୁଝିବାର ଆବଶ୍ୟକତା ଅଛି। ଏବଂ ଶ୍ରୀ ଅରବିନ୍ଦ ଏଠି କହୁଛନ୍ତି ଯେ ବେଳେବେଳେ এই ଅଧ୍ୟାତ୍ମ ଜୀବନ ମଧ୍ୟ ମନୋଗତ ଜୀବନ ଭଳି କେବଳ ଗୋଟେ ବହିସ୍ଥ ବା ନିହାତି ଗୋଟେ ସୁପରଫିସିଆଲ ବା ବାହ୍ୟ ଜଗତର ଗୋଟେ କାର୍ଯ୍ୟ କରିକିରି ନିଜକୁ ଚରିତାର୍ଥ କରିବାର ପ୍ରୟାସ କରିବ। ସେଥିପାଇଁ ଆମେ ଅନ୍ତତଃ ସଚେତ ହେବା। ଏ କ୍ଷେତ୍ରରେ କିଛିଟା ଉଦାହରଣ ପ୍ରଭୁ ଦେଉଛନ୍ତି। ଗୀତାରେ ବର୍ଣ୍ଣନା ମଧ୍ୟ ଅଛି। ଗୀତାର ବର୍ଣ୍ଣନା କଥା ମଧ୍ୟ ଏଠି କହୁଛନ୍ତି ଯେ ଅନେକ ଅଧ୍ୟାତ୍ମ ଉପଲବ୍ଧି ହାସଲ କରିଥିବା ଅଧ୍ୟାତ୍ମ ସାଧକମାନେ ଆସିଛନ୍ତି। କିଏ ପ୍ରେମ ଏବଂ କରୁଣାର ବାର୍ତ୍ତା କହିଛି, କିଏ ଆନନ୍ଦର ବାର୍ତ୍ତା କହିଛି, କିଏ ପ୍ରେମ ଏବଂ କରୁଣାର ଗୋଟେ ଜୀବନ୍ତ ପ୍ରତିମୂର୍ତ୍ତି ଭଳିଆ ନିଜର ଜୀବନକୁ ଗଢ଼ିବାର ପ୍ରୟାସ କରିଛି। ତଥାପି ଏହି ପୃଥିବୀରେ ପ୍ରେମ ପୂର୍ଣ୍ଣ ଭାବରେ ପ୍ରତିଷ୍ଠିତ ହୋଇନାହିଁ, ପ୍ରକାଶିତ ହୋଇନାହିଁ। ଆନନ୍ଦ ପୂର୍ଣ୍ଣ ଭାବରେ ପ୍ରକାଶିତ ହୋଇନାହିଁ, ପ୍ରତିଷ୍ଠିତ ହୋଇନାହିଁ। ଏବଂ ଏ ପୃଥିବୀର ରୂପାନ୍ତର ଅଦ୍ୟାବଧି ହୋଇନାହିଁ। ଏବଂ 20 ନମ୍ବର ଅନୁଚ୍ଛେଦର ଶେଷ ଭାଗରେ ସେଇ କଥାଟା ଶ୍ରୀ ଅରବିନ୍ଦ ଏଠି କହୁଛନ୍ତି। ତେଣୁ ଏହି ପୃଥିବୀର କୌଣସି ରୂପାନ୍ତର ଘଟାଇବା ଲାଗି ଚେଷ୍ଟା କରିବାକୁ ମଧ୍ୟ ଆଦୌ କୌଣସି ଅବକାଶ ରହିନାହିଁ। ବର୍ତ୍ତମାନ ସୁଦ୍ଧା ଏ ସୃଷ୍ଟିରେ ଅନେକ ସାଧୁ ସନ୍ଥ ତପସ୍ୱୀମାନେ ଆସିଛନ୍ତି। ବିଭିନ୍ନ ଧର୍ମ ଆସିଛି, ଗୁଡ଼ାଏ ଧର୍ମ ପ୍ରତିଷ୍ଠା ହୋଇଛି, ଗୁଡ଼ାଏ ମନ୍ଦିର ପ୍ରତିଷ୍ଠା ହୋଇଛି, ଗୁଡ଼ାଏ ଧର୍ମପୀଠ ଏବଂ ଅଧ୍ୟାତ୍ମ ପୀଠ ପ୍ରତିଷ୍ଠିତ ହୋଇଛି।
ଯାଗଯଜ୍ଞ ହୋମର ଅଭାବ ନାହିଁ, ମାତ୍ର ତଥାପି ଚରିତ୍ର ଏବଂ ଚେତନାର ରୂପାନ୍ତର ହୋଇନାହିଁ। ପ୍ରଭୁ ଶ୍ରୀ ଅରବିନ୍ଦ ସେଇଟା କହୁଛନ୍ତି, ଅଦ୍ୟାବଧି ରୂପାନ୍ତର ଘଟାଇବା ଲାଗି ଆଦୌ କୌଣସି ଚେଷ୍ଟା କରିବାର ଅବକାଶ ରହିନାହିଁ। ଆଉ ଦୁଇ ମିନିଟ୍ ଜଷ୍ଟ ଏଇଟା ଦୁଇଟା ଅନୁଚ୍ଛେଦ 21 ଏବଂ 22 ନମ୍ବର ଅନୁଚ୍ଛେଦରେ ଶ୍ରୀ ଅରବିନ୍ଦ କିଛି ସୁନ୍ଦର କଥା କହୁଛନ୍ତି। ଏବଂ ପ୍ରଗତି ହେଉଛି ଏଇ ମାନେ ଏଇ ଭୂମିର ଗୋଟେ ଜାଗତିକ ଅସ୍ତିତ୍ୱର ଏକ ସତ୍ୟ। ପ୍ରୋଗ୍ରେସ୍, ଚରୈବତୀ ଧର୍ମ ପାଳନ କରି ଅଗ୍ରଗମନ ହେଉଛି ଜୀବନର ଧର୍ମ। ମା ବି କହନ୍ତି ଲାଇଫ୍ ଇଜ୍ ଏ ମୁଭମେଣ୍ଟ, ଲାଇଫ୍ ଇଜ୍ ଏ ଜର୍ଣ୍ଣି, ଇଟ୍ ଇଜ୍ ସ୍କେଲିଂ ଅଫ୍ ମାଉଣ୍ଟେନ୍ସ ଅଛି, ମା ଲେଖିଛନ୍ତି ମାତୃରଚନାବଳୀରେ। ତ ଜୀବନ ହେଉଛି ଅଗ୍ରଗମନ ହେଉଛି ଜୀବନର ଧର୍ମ। ଊର୍ଧ୍ୱାରୋହଣ ବା ପର୍ବତାରୋହଣ ହେଉଛି ଚେତନାର ଧର୍ମ। ବାଟରେ ଯେ ଅଟକି ଯାଉଛି ସେ ମରିବାକୁ ଆରମ୍ଭ କରୁଛି। ନଥିଙ୍ଗ ଇଜ୍ ମୋର୍ ଡେଞ୍ଜରସ୍ ଦେନ୍ ୱାଣ୍ଟିଂ ଟୁ ରେଷ୍ଟ, ଗୋଟିଏ ଜାଗାରେ ମା ଲେଖୁଛନ୍ତି ନଥିଙ୍ଗ ଇଜ୍ ମୋର୍ ଡେଞ୍ଜରସ୍ ଦେନ୍ ୱାଣ୍ଟିଂ ଟୁ ରେଷ୍ଟ। ଚେତନାର ଅଗ୍ରଗମନ ରାସ୍ତାରେ ବା ଧାରାରେ ଯେତେବେଳେ ଆମେ ଚରୈବତୀ ଧର୍ମ ପାଳନ କରି ଆମେ ଆଗକୁ ଅଗ୍ରସର ହେଉଛେ, ବାଟରେ ଯଦି ଆମେ ସାମାନ୍ୟ ଟିକେ ଅଟକି ଯିବାର ପ୍ରୟାସ କରୁଛେ ତାର ଅର୍ଥ ହେଲା ବହୁତ ଭୟଙ୍କର, ତାକୁ ମୃତ୍ୟୁ ବୋଲି କୁହାଯାଏ। ଅଟକି ଯିବାଟା ହେଉଛି ମୃତ୍ୟୁ। ତ ସେ ଦୃଷ୍ଟିରୁ ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ଆଧ୍ୟାତ୍ମିକ ଜୀବନ ଏଇ ସୃଷ୍ଟିରେ ଆପଣାର ଯଥାର୍ଥ ସତ୍ୟକୁ ଅବଶ୍ୟ ପ୍ରକାଶ କରିପାରିବ ଏବଂ ସେ ଜଡ଼ଗତ ଭୂମିକୁ ଏବଂ ମନୋଗତ ଭୂମିକୁ ଓହ୍ଲାଇ ଆସି ସେହି ଜୀବନଟିକୁ ଜଡ଼ସ୍ଥ ଜୀବନଟିକୁ ଅବଶ୍ୟ ବଦଳାଇ ଦେଇପାରିବ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଲାଇନ୍। ଆଧ୍ୟାତ୍ମିକ ଜୀବନ ବା ଆଧ୍ୟାତ୍ମିକ ଚେତନାର ଶକ୍ତି ଅଛି ଏଇ ଜଡ଼ସ୍ଥ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇପାରିବ ଏବଂ ଏହା ନିଶ୍ଚୟ ସମ୍ଭବ ଏବଂ ତାହା ହିଁ ତାର ପ୍ରକୃତ ଲକ୍ଷ୍ୟ। ଆଧ୍ୟାତ୍ମିକ ଜୀବନର ପ୍ରକୃତ ଲକ୍ଷ୍ୟ ହେଉଛି ସେ ଚେତନାର ରୂପାନ୍ତର ବା ତାର ଗୋଟେ ପରିବର୍ତ୍ତନ ଏବଂ ତାକୁ ଚେଞ୍ଜ କରିବା, ବଦଳାଇ ଦେଇପାରିବା। ଏବଂ ସେଥିପାଇଁ ଶ୍ରୀ ଅରବିନ୍ଦ ଲେଖିଲେ, ତେଣୁ କେବଳ ଆପଣାର ମୋକ୍ଷ ଏବଂ ମୁକ୍ତି ଲୋଡ଼ୁଥିବା ଏବଂ ତାର ଉପଲବ୍ଧି କରିଥିବା ସେହି ମହାନ ଏକାନ୍ତବାସୀ ଯୋଗୀମାନଙ୍କୁ ଛାଡ଼ିଦେଲେ। ସେ ଏକାନ୍ତବାସୀ ଯୋଗୀମାନଙ୍କର କଥା କହୁଛନ୍ତି। ଗୁଡ଼ାଏ କଥା ତା ଉପରେ ଲେଖା ଅଛି, ଗୁଡ଼ାଏ ଆଲୋଚନା ହୋଇଗଲାଣି, ମୁଁ କରୁନାହିଁ, ତାର ସମୟ ବି ନାହିଁ। ତ ଶ୍ରୀ ଅରବିନ୍ଦ ସେ ଏକାନ୍ତବାସୀ ନିକାଞ୍ଚନବାସୀ ବା କେଉଁ ଗୁମ୍ଫାରେ ବା ଗିରିଗୁହାରେ ଯାଇକରି ତପସ୍ୟା କରୁଥିବା, ମୋକ୍ଷ ଖୋଜୁଥିବା, ମୁକ୍ତି ଖୋଜୁଥିବା, ସ୍ୱର୍ଗ ଖୋଜୁଥିବା ସେ ଏକାନ୍ତବାସୀ ସନ୍ନ୍ୟାସୀମାନେ ବର୍ତ୍ତମାନ ଜୀବନ ପାଇଁ ସେମାନେ ଯୋଗ୍ୟ ହୋଇପାରିବେ ନାହିଁ। ସେମାନଙ୍କୁ ମଧ୍ୟ ନିଜର ଜୀବନର ପୂର୍ଣ୍ଣତା ପାଇଁ ତାଙ୍କ ରୂପାନ୍ତର କାର୍ଯ୍ୟ କରିବାର ଆବଶ୍ୟକତା ଅଛି ଏବଂ ନିଜ ଭିତରେ ଯଥାର୍ଥ ସତ୍ୟକୁ ପ୍ରକାଶ କରିବାର ଆବଶ୍ୟକତା ଅଛି। ଏବଂ ଆଧ୍ୟାତ୍ମିକ ଜୀବନ ଏଇ ଜଡ଼ଗତ ଜୀବନ ଏବଂ ଯେଉଁ ଆମର ମାନସିକ ଜୀବନ, ଏଇ ଜୀବନ ବଞ୍ଚୁଥିବା ମଣିଷମାନଙ୍କର ଚେତନା ଏବଂ ଚରିତ୍ରକୁ ପୂର୍ଣ୍ଣ ଭାବରେ ବଦଳାଇ ଦେଇପାରିବ ଏବଂ ତାକୁ ଗୋଟେ ଭିନ୍ନ ରୂପ ଦେଇପାରିବ। ଯେମିତି ସାବିତ୍ରୀରେ ଅଛି, ହିଜ୍ ଇମେଜ୍ ଇନ୍ ଦ ହ୍ୟୁମାନ୍ ମେଜର କାଷ୍ଟ, that to his divine measure we might rise, then in a figure of divinity the maker shall recast us। ଆଗକୁ କହୁନାହିଁ, the maker shall recast us। ସେ ସ୍ରଷ୍ଟା ଆମକୁ ରିକାଷ୍ଟ କରିବେ, ଆମର ଗୋଟେ ନବ ଜନ୍ମ ଦେବେ, ନବ ରୂପାନ୍ତର କରିବେ, ଆମକୁ ଗୋଟେ ନବ ରୂପ ଦେବେ। ଏଇ ମଣିଷର ମାନୁଷୀ ରୂପ ପରିବର୍ତ୍ତିତ ହୋଇଯିବ ଏବଂ ଗୋଟେ ନବ ରୂପ ତିଆରି ହେବ, ତାହା ସମ୍ଭବ ଏବଂ ସେଥିପାଇଁ ଆମକୁ ପ୍ରୟାସ କରିବାର ଆବଶ୍ୟକତା ଅଛି। ଏବଂ ଶ୍ରୀ ଅରବିନ୍ଦ ସେଥିପାଇଁ ବିବର୍ତ୍ତନର ଯଥାର୍ଥ ମହତ୍ତ୍ୱ କଥା ବର୍ଣ୍ଣନା କରୁଛନ୍ତି ଏବଂ ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଏହି ବିବର୍ତ୍ତନଗତ ଯୋଗଟିକୁ ଅଧିକ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। ଏଇଟା ହେଉଛି ଗୋଟେ ଇଭଲ୍ୟୁସନାରୀ ନିଡ୍ ବା ଗୋଟେ ବିବର୍ତ୍ତନଗତ ଆବଶ୍ୟକତା, ଯେ ବର୍ତ୍ତମାନ ଯେଉଁ ସୃଷ୍ଟିର ବିବର୍ତ୍ତନ, ଚେତନାର ବିବର୍ତ୍ତନ ଚାଲିଛି, ପରମ ସଚ୍ଚିଦାନନ୍ଦ ଆସିକରି ଜଡ଼ ଭିତରେ ଲୁଚିଗଲେ ଏବଂ ବର୍ତ୍ତମାନ ତାଙ୍କର ଯେଉଁ କ୍ରମ ଉନ୍ମେଷ ହେଉଛି, କ୍ରମ ଉନ୍ମିଳନ ହେଉଛି, କ୍ରମ ଅଭିବ୍ୟକ୍ତି ହେଉଛି, ଜଡ଼ରୁ ଆରମ୍ଭ କରିକିରି ସେ ସୁପରମ୍ୟାନ୍ ପର୍ଯ୍ୟନ୍ତ ବା ସେ ଅତିମାନ ସଚ୍ଚିଦାନନ୍ଦ ଚେତନା ପର୍ଯ୍ୟନ୍ତ, ତ ସେଇ ଅଧ୍ୟାତ୍ମ ବିବର୍ତ୍ତନ ଧାରାକୁ ଅଧିକ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବା ମାଙ୍କର ଶକ୍ତି କାର୍ଯ୍ୟ କରୁଛି। ପ୍ରଭୁ ସେ ଶକ୍ତିକୁ 40 ବର୍ଷ ତପସ୍ୟା କରି ଆଣିଲେ, ସେ ରୂପାନ୍ତର ମା ନିଜେ ସେ ଶକ୍ତି ସେ କାର୍ଯ୍ୟ କରୁଛନ୍ତି। ଆମର ଆବଶ୍ୟକତା ହେଲା ଆମେ ମାଙ୍କୁ ସ୍ମରଣ କରିବା, ସମର୍ପଣ କରିବା। କୌଣସି ଶକ୍ତି ବି ସେ କାମ କରିପାରିବ ନାହିଁ। ଓନ୍ଲି ମଦର ନନ୍ ଅଦର। ଆସନ୍ତୁ, ମା ସେହି ଆଦ୍ୟା ଅଦ୍ୱିତୀୟା ପରାଶକ୍ତି କୃପା କରି ମାନୁଷୀ ତନୁ ଆଶ୍ରିତା ହୋଇ ଆସିଛନ୍ତି। ମାଙ୍କ କୋଳରେ ଆମେ ସନ୍ତାନ ଭଳିଆ ଆମେ ଆଶ୍ରା ନେବା
କାରଣ ମାଙ୍କର କୋଳ ହେଉଛି ଏତେ ବିଶାଳ ଏତେ ପ୍ରଶସ୍ତ ଦି ହୋଲ୍ ୱାର୍ଲଡ କୁଡ୍ ଟେକ୍ ରିଫ୍ୟୁଜ୍ ଇନ୍ ହର୍ ସିଙ୍ଗିଲ୍ ହାର୍ଟ। ମାଙ୍କର ସେ ଏକାନ୍ତ ହୃଦୟରେ ଏ ସୃଷ୍ଟିର ସକଳ ଜୀବମାନେ ଆଶ୍ରୟ ନେଇପାରିବେ। ଆସନ୍ତୁ ଆମେ ମାଙ୍କର ଯୋଗ୍ୟ ସନ୍ତାନ ହେବା। ବନ୍ଦେ ମାତରମ୍।